ଆମର ମହାତ୍ମା ଗାନ୍ଧୀ ଯୋଉ 7ଟି ସାମାଜିକ ପାପ ସୋସିଆଲ ସିନ୍ ବୋଲି କହିଥିଲେ। ଇଏ ତ ସବୁ ସୋସିଆଲ ସିନ୍ କୁ ଟପି ଗଲା ଭଳିଆ ପାପ ହଉଛି ଯେ ସମସ୍ତଙ୍କ ପ୍ରୋତ୍ସାହନରେ ସମସ୍ତଙ୍କ ଜାଣତରେ ଓଡ଼ିଶାରେ ଭାରତ ବର୍ଷରେ ଏଇଭଳିଆ ସ୍ଥିତି ଉପୁଜୁଛି। ତାହେଲେ ଯଦି ଏଇଭଳିଆ ସ୍ଥିତି ଆଗକୁ ଲାଗି ରୁହେ ତାହେଲେ ଆମର ଆଗାମୀ ପିଢିର ଭବିଷ୍ୟତ କଣ ହବ? ଆଗାମୀ ପିଢି ଭବିଷ୍ୟତ ନଷ୍ଟ ହବ ନିଶ୍ଚିତ। ଆଉ ଯୋଉଟା କଥା କହୁଛନ୍ତି ଯଦି ବନ୍ଦ ହବ, ଆପଣ ଉଦାହରଣ ନିଅନ୍ତୁ, ଗୁଜୁରାଟ ନିଅନ୍ତୁ, ବିହାର ନିଅନ୍ତୁ, ସେପଟେ ନାଗାଲାଣ୍ଡ ନିଅନ୍ତୁ, ଉତ୍ତର ପୂର୍ବ ନର୍ଥ ଇଷ୍ଟ ଏଇଟା କେତେଟା ରାଜ୍ୟରେ, ଜାମ୍ମୁ କାଶ୍ମୀରରେ କାଶ୍ମୀରରେ ମଦ ବିକ୍ରି ହଉନି, କିନ୍ତୁ କାଶ୍ମୀରରେ ମଦ ମିଳୁଛି ଆପଣଙ୍କୁ। ଯିଏ ସେ ଯୋଉ ଲେକ୍, ଯୋଉ ହ୍ରଦ ଯୋଉ ନାଇଁ ଡାଲ ଲେକ୍ ନା ସେଠି ଆପଣ ବସିବେ, ଯିଏ ଗାଡି ଯିଏ ଡଙ୍ଗା ଚଲଉଛି ସିଏ କଣ ସାର୍ ଦରକାର, ତା ପାଖରେ ବି ମଦ ରହୁଛି। ବୁଝିପାରୁଛନ୍ତି, କାଶ୍ମୀରରେ ଟୁରିଷ୍ଟ ଅଛନ୍ତି, ତାପରେ ମଦ ସବୁ ଏମାନେ ଯଦି ଯୋଉ ଗୁଜୁରାଟ ଦେଖିବେ, ଗୁଜୁରାଟରେ ଆପଣ ପ୍ରତି 5 ହାତ ଦୂରରେ ଆପଣ କେବିନରେ ମଦ ବିକ୍ରି ହଉଛି। ବିହାରରେ ବି ସେଇଆ। ଆପଣ ଦେଖୁଥିବେ ସୋସିଆଲ ମିଡିଆ। ଚୋରା ମଦରେ କଣ ବେଶୀ ରାଜସ୍ୱ ଥାଏ କି? ରାଜସ୍ୱ ତ ନଥାଏ। ଆଉ ଚୋରା ମଦଟା ଯୋଉଠୁ ବି ନଉଥିବେ, ଯେକୌଣସି ଷ୍ଟେଟ ରୁ ନଉଥିବେ, ସେ ଷ୍ଟେଟ ର ତ ରାଜସ୍ୱ ବଢିବ। ତିଆରି ହଉଛି ମଦ ଲୋକାଲ ମେଡ୍। କରୋନା ସମୟରେ ଆପଣ ବିଶ୍ୱାସ କରିବେନି, କରୋନା ସମୟରେ ମଦ ଯୋଉ ବନ୍ଦ ହେଲା, ଯୋଉମାନେ ସବୁ ମଦ କମ୍ପାନୀରେ କାମ କରୁଛନ୍ତି, ଯୋଉ ମିସ୍ତ୍ରୀ ତିଆରି କରନ୍ତି ବଟଲିଂ ବାଲା, ସେଇମାନେ ମଦ ଦେଇଛନ୍ତି। ସେମାନେ ବି ତିଆରି କରି ମଦ ବିକ୍ରି କରିଛନ୍ତି। ମୁଁ କହିଲେ ତ ବହୁତ କଥା ଅଛି, କହିଦେଲେ ସେ ମତେ ପୁଣି ମୋ ପ୍ରତି ଇଏ ହବ, ବୁଝିପାରୁଛନ୍ତି ନା? ମାନେ ମୁଁ ଯୋଉଟା କହିଛନ୍ତି ଜାଣନ୍ତୁ, ଯେ ଯୋଉମାନେ ମଦ ଖୋର୍ଦ୍ଧାର ଯୋଉ ମଦ ଅଛି, ଯୋଉ ମଦ ଫ୍ୟାକ୍ଟ୍ରି ତିଆରି ହଉଛି, ଯୋଉଟା ବଟଲିଂ ହେଇକି ଯୋଉଟା ହଉଛି, ସେଇମାନେ ତିଆରି କରି ଲିଟର ଯୋଉ ଜିନିଷଟା କାଚ ବଟଲିଂ ନ ହେଇକିରି ଲିଟରିକିଆ ବୋତଲରେ ସବୁ ବିକ୍ରି କରିଛନ୍ତି।